ओम नमो भगवते वासुदेवाय। ଆଜି ଆମେ ପୁଣି ଥରେ ଅତିବଡ଼ି ଜଗନ୍ନାଥ ଦାସଙ୍କର ସେହି ଅମୃତମୟ ଓଡ଼ିଆ ଭାଗବତର କିଛି ଗଭୀର କଥା ଭିତରକୁ ଯିବା। ଆମ ପାଖରେ ତ ମୂଳ ସ୍ରୋତ ଅଛି ପ୍ରଥମ ସ୍କନ୍ଧ 16 ଅଧ୍ୟାୟର ଦ୍ୱିତୀୟ ଭାଗ। ଆଉ ଏଇଠି ଶୌନତ ଆଦି ଋଷିମାନେ ସୂତ ମୁନିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ପଚାରୁଛନ୍ତି। ଆଜିର ଆଲୋଚନାରେ ଆମର ଲକ୍ଷ୍ୟ ହେଉଛି ଏଇ ଯୋଉ ପଦଗୁଡ଼ିକ ଅଛି ସେଥିରେ ଲୁଚି ରହିଥିବା ଜ୍ଞାନ, ବିଶେଷ କରି ରାଜଧର୍ମ, ସମୟର ଗତି ଆଉ ଭକ୍ତିର ମହତ୍ୱ, ଏସବୁକୁ ଟିକେ ସହଜ ଭାବରେ ବୁଝିବା। ନମସ୍କାର। ହଁ, ଏ ଅଂଶଟା ବାସ୍ତବିକ ବହୁତ ମହତ୍ୱପୂର୍ଣ୍ଣ, କାରଣ ଦେଖନ୍ତୁ, ଏଠି କେବଳ ଗୋଟେ କାହାଣୀ ଆରମ୍ଭ ହେଉନି। ଏହା ଭିତରେ ଜୀବନର ଯେଉଁ ମୌଳିକ ସତ୍ୟ, ସେଗୁଡ଼ିକ ବିଷୟରେ କୁହାଯାଇଛି। ଋଷିମାନଙ୍କ ପ୍ରଶ୍ନଗୁଡ଼ିକ ଏମିତି ଶୁଣିଲେ ଲାଗିବ ସାଧାରଣ ଜିଜ୍ଞାସା, କିନ୍ତୁ ତା ଭିତରେ ଧର୍ମ, କର୍ମ ଆଉ ମୁକ୍ତିର ବାଟ, ଏସବୁ ବିଷୟରେ ବହୁତ ଗଭୀର ସଂକେତ ଅଛି। ଏକଦମ ଠିକ୍ କହିଲେ। ଆଉ ଏହାର ପ୍ରକୃତ ମର୍ମ ଭଲ ଭାବରେ ବୁଝିବାକୁ ହେଲେ ଆମ ସହିତ ଏହି ଆଲୋଚନାର ଶେଷ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଏବଂ ହଁ, କହି ରଖୁଛି, ଯଦି ଏମିତି ଗଭୀର ଆଲୋଚନା ନିୟମିତ ଶୁଣିବାକୁ ଚାହାନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଚଲନ୍ତୁ ତାହେଲେ ଆରମ୍ଭ କରିବା 16 ଅଧ୍ୟାୟର ପଦ ସଂଖ୍ୟା 19ରୁ। ଶୌନକ ଋଷି ପଚାରୁଛନ୍ତି, କେବଣ ହେତୁ ପରୀକ୍ଷିତ ଦିଗବିଜୟେ ଉପଗତ, କଳିକି ଧରି ବାହୁବଳେ, ବନ୍ଧନ କଲା କିମ୍ପାଛଳେ, ସ୍ୱଭାବେ ଶୂଦ୍ର ରୂପ ଧରି, କପଟେ ନୃପବେଶ କରି, ପାଦେ ପ୍ରହାରିଲା କାହାକୁ, ଭୋସୁତ କହିବା ଆମ୍ଭଙ୍କୁ। ଏ ପ୍ରଶ୍ନଗୁଡ଼ିକୁ ଦେଖିବାକୁ ସିନା ସରଳ, କିନ୍ତୁ ଏହା ଭିତରେ ବହୁତ କଥା ଅଛି। ଦେଖନ୍ତୁ, ପ୍ରଥମ କଥା ହେଲା ରାଜା ପରୀକ୍ଷିତ। ସିଏ ତ ପାଣ୍ଡବମାନଙ୍କ ପରେ ହସ୍ତିନାପୁର ସିଂହାସନରେ ବସିଲେ। ସେ ହଠାତ୍ ଦିଗ୍ବିଜୟ ପାଇଁ ବାହାରିଲେ କାହିଁକି? ସାଧାରଣତଃ ରାଜାମାନେ ତ ଜାଣିଲେ ସାମ୍ରାଜ୍ୟ ବଢ଼ାଇବା ପାଇଁ ବା ନିଜ ଶକ୍ତି ଦେଖାଇବା ପାଇଁ ଦିଗ୍ବିଜୟ କରନ୍ତି, କିନ୍ତୁ ପରୀକ୍ଷିତଙ୍କ କ୍ଷେତ୍ରରେ କ'ଣ ଥିଲା କାରଣ? ଆଉ ଦ୍ୱିତୀୟ ପ୍ରଶ୍ନଟା ବି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, କଳିକୁ ଧରିବା କଥା। ସେ ପଚାରୁଛନ୍ତି, ପରୀକ୍ଷିତ କ'ଣ ନିଜ ବାହୁବଳରେ ସିଧାସଳଖ ଲଢ଼େଇ କରି କଳିକୁ ବନ୍ଦୀ କଲେ, ନା କିଛି ଛଳ ବା କୌଶଳର ସାହାଯ୍ୟ ନେଲେ? ଏଇଟା ତ ରାଜଧର୍ମର ଗୋଟେ ବଡ଼ ଦିଗ, ନୁହେଁ କି? ଜଣେ ଧାର୍ମିକ ରାଜା କେତେବେଳେ ବଳ ପ୍ରୟୋଗ କରିବେ ଆଉ କେତେବେଳେ କୂଟନୀତି ବା କୌଶଳର ବ୍ୟବହାର କରିବେ। ଠିକ୍ ଅଛି, କାରଣ କଳି ମାନେ ତ ଅଧର୍ମ, ତାକୁ ଦମନ କରିବା ତ ରାଜାଙ୍କର କର୍ତ୍ତବ୍ୟ। କିନ୍ତୁ କେଉଁ ବାଟରେ, ଏଇଟା ଗୁରୁତ୍ୱପୂର୍ଣ୍ଣ। ଆଉ ତୃତୀୟ ପ୍ରଶ୍ନ, ସେଇଟା କଳିର ସ୍ୱରୂପ ବିଷୟରେ। କୁହାଯାଉଛି ସେ ଆଗେ ଶୂଦ୍ର ବେଶରେ ଥିଲା, ପରେ କପଟ କରି ରାଜବେଶ ପିନ୍ଧିଲା। ଏଇଟା କ'ଣ ସୂଚଉଛି ଯେ ଅଧର୍ମ ବା କଳି ପ୍ରଥମେ ସାଧାରଣ ସ୍ତରରେ ଆସେ, ତାପରେ ଧୀରେ ଧୀରେ ଛଳନାର ଆଶ୍ରୟ ନେଇ ଶାସନ ସ୍ତରକୁ, ସମାଜର ଉପର ସ୍ତରକୁ ବି ଚାଲିଯାଏ। ଆଉ ସେଇ କପଟି କଳି କାହାକୁ ପାଦରେ ମାରିଲା, ଏଇଟା ନିଶ୍ଚୟ ଗୋଟେ ଗଭୀର ଘଟଣା ହେଇଥିବ, ଯାହା ଋଷିମାନେ ଜାଣିବାକୁ ଚାହୁଁଛନ୍ତି। ହଁ, ଏସବୁର ଉତ୍ତର ତ ଆମେ ଆଗକୁ ପାଇବା, କିନ୍ତୁ ଦେଖନ୍ତୁ, ତା ପୂର୍ବରୁ ଋଷିମାନେ କେମିତି ହଠାତ୍ ପ୍ରସଙ୍ଗ ବଦଳେଇ ଜୀବନର ଯେଉଁ ମୂଳ ଉଦ୍ଦେଶ୍ୟ, ସେ ଆଡ଼କୁ ଆମେ ଧ୍ୟାନ ନେଇଯାଉଛନ୍ତି। ସେମାନେ କୃଷ୍ଣ କଥାର ମହାତ୍ମ୍ୟ ଆଉ ସମୟର ଗତି ବିଷୟରେ କହୁଛନ୍ତି ଯେ କୃଷ୍ଣ କଥା ଶୁଭବାଣୀ, ଏଜୀବ ତରେ ଯାହା ଶୁଣି, ଶରୀର ବହି ମୁହଁ କଳ୍ପେ, କି ଲାଭ ଅସତ୍ୟ ଆଳାପ, ଆୟୁଷ ଦିନୁ ଦିନୁ ଟୁଟେ, ଜଳ ଯେସନେ ଛିଦ୍ର ଘଟେ। ହଁ, ଏଠି ଗୋଟେ ବହୁତ ବଡ଼ କଥା କୁହାଗଲା। ଦେଖନ୍ତୁ, ରାଜା ମହାରାଜାଙ୍କ କଥା, ଯୁଦ୍ଧ, ରାଜନୀତି, ଏସବୁ ତ ସଂସାରର କଥା। କିନ୍ତୁ ପ୍ରକୃତରେ ଜୀବର ଉଦ୍ଧାର କେମିତି ହୁଏ? ଋଷିମାନେ ସିଧା କହୁଛନ୍ତି, ତାହା କେବଳ ଶ୍ରୀକୃଷ୍ଣଙ୍କ କଥା ଶୁଣିଲେ ହିଁ ହେବ। ଏଇଟା ହେଉଛି ଶୁଭବାଣୀ, ମଙ୍ଗଳମୟ କଥା, ଯାହା ଆମକୁ ଏ ସଂସାରର ମୋହରୁ, ବନ୍ଧନରୁ ମୁକ୍ତ କରିପାରେ। ଆଚ୍ଛା, ଆଉ ଏଇ ପରିପ୍ରେକ୍ଷୀରେ ସାଂସାରିକ କଥାବାର୍ତ୍ତାକୁ ଅସତ୍ୟ ଆଳାପ କୁହାଯାଉଛି। ଏହାର ମାନେ କ'ଣ? ଆମେ ଯାହା ଦେଖୁଛୁ, କଥା ହେଉଛୁ, ସେସବୁ ମିଛ? ନା, ଅସତ୍ୟ ଏଠି ମିଛ ଅର୍ଥରେ ନୁହେଁ ବୋଧେ। ଏହାର ଅର୍ଥ ହେଉଛି କ୍ଷଣସ୍ଥାୟୀ ବା ଯାହା ଚିରନ୍ତନ ସତ୍ୟ ନୁହେଁ, ସେଇ ଅର୍ଥରେ ବ୍ୟବହାର ହେଇଛି। ଦେଖନ୍ତୁ, ସଂସାରର ସୁଖ ଦୁଃଖ, ଲାଭ କ୍ଷତି, ମାନ ଅପମାନ, ଏସବୁ ତ ବଦଳୁଥାଏ, ସବୁବେଳେ ରହେନି, ଅନିତ୍ୟ। ତ ଏଇ ମୋହମୟ ଶରୀରଟା ଧରି କେବଳ ଏଇ ଅନିତ୍ୟ ଜିନିଷଗୁଡ଼ିକ ବିଷୟରେ କଥା ହେଇ, ଚିନ୍ତା କରି ଯେଉଁ ମୂଲ୍ୟବାନ ସମୟ ତାକୁ ନଷ୍ଟ କଲେ କି ଲାଭ? ଆଧ୍ୟାତ୍ମିକ ଦୃଷ୍ଟିରୁ ତ କିଛି ସ୍ଥାୟୀ ଲାଭ ନାହିଁ।
ଆଉ ଏଇଠି ଆସୁଛି ସେଇ ପ୍ରସିଦ୍ଧ ଉପମାଟା, ଆୟୁଷ ଦିନୁ ଦିନ ତୁଟେ, ଜଳ ଯେସନେ ଛିଦ୍ର ଘଟେ। ବାଃ! କଥାଟା ଶୁଣିଲେ ଦେହରେ କଣ୍ଟା ଉଠିଯାଉଛି। କେତେ ସରଳ କିନ୍ତୁ କେତେ ଗଭୀର ସତ୍ୟ। ଅତି ସୁନ୍ଦର ଆଉ ଏକଦମ ସଠିକ୍ ଉପମା। ଗୋଟେ କଣା ମାଠିଆରେ ପାଣି ଭର୍ତ୍ତି କରନ୍ତୁ। ଆମେ ଜାଣିଲେ ବି ନ ଜାଣିଲେ ବି ପ୍ରତି ମୁହୂର୍ତ୍ତରେ ସେଥିରୁ ଟିକେ ଟିକେ ପାଣି ବୋହି ଯାଉଥିବ। ଶେଷରେ ମାଠିଆ ଖାଲି। ଆମ ଜୀବନ ବି ଠିକ୍ ସେମିତି। ପ୍ରତିଦିନ, ଏମିତିକି ପ୍ରତି ନିଶ୍ୱାସରେ ଆମ ଆୟୁଷରୁ କିଛି କିଛି କମି କମି ଯାଉଛି। ଆମେ ହୁଏତ ଜନ୍ମଦିନ ପାଳୁଛୁ, ବୟସ ବଢ଼ୁଛି ଭାବି ଖୁସି ହେଉଛୁ, କିନ୍ତୁ ପ୍ରକୃତରେ ଆମେ ମୃତ୍ୟୁ ଆଡ଼କୁ ଆଉ ଗୋଟେ ପାଦ ପାଖେଇ ଯାଉଛୁ। ଏ ଉପମାଟା କେବଳ ସମୟର ଗତିକୁ ଦେଖାଉନି, ଆମର ଯେଉଁ ଅଜ୍ଞାନତା, ଆମର ଯେଉଁ ବେପରୁଆ ମନୋଭାବ, ତାକୁ ବି ଦେଖାଉଛି। ଆମେ ସେ କଣାଟାକୁ ବନ୍ଦ କରିବାକୁ ଚେଷ୍ଟା କରୁନୁ। ତାହେଲେ ଏ ଯୋଉ ସମୟର କ୍ଷୟ ଆଉ ମୃତ୍ୟୁର ଅନିବାର୍ଯ୍ୟତା, ଏ ବିଷୟରେ ଆହୁରି ସ୍ପଷ୍ଟ ଭାବରେ ପରବର୍ତ୍ତୀ ପଦଗୁଡ଼ିକରେ କୁହାଯାଇଛି ବୋଧେ। କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର, ଅମୃତଦାତା ଚକ୍ରଧର, ଯଜ୍ଞେ ପ୍ରାଣୀଙ୍କ ନାଶ ଅର୍ଥେ, ମୃତ୍ୟୁ ପୁରୁଷ ଏ ଜଗତେ। ସେ ନୁହେଁ କାହାରି ଆୟତ, କରଇ କ୍ଷଣେ କ୍ଷଣେ ଗ୍ରସ୍ତ। ହଁ, ଏଠି ପୁଣିଥରେ ସେଇ କଥା ମନେ ପକାଇ ଦିଆଯାଉଛି ଯେ ଆମ ସମସ୍ତଙ୍କର ଆୟୁଷ ଅତି କ୍ଷୁଦ୍ର, ମାନେ ବହୁତ ସୀମିତ। ଭାବନ୍ତୁ, କଳ୍ପ, ମନ୍ୱନ୍ତର, ଯୁଗ, ଏତେ ବଡ଼ ବଡ଼ ସମୟଚକ୍ର ତୁଳନାରେ ମଣିଷର 100 ବର୍ଷ ଆୟୁଷ କ'ଣ ବା? କିଛି ନୁହେଁ। କିନ୍ତୁ ଏଇ କ୍ଷଣସ୍ଥାୟୀ ଜୀବନରେ ବି ଅମୃତତ୍ୱର ଆଶା ଅଛି। ଆଉ ସେ ଅମୃତ ଦେବେ କିଏ? ସେ ହେଉଛନ୍ତି ଚକ୍ରଧର, ଅର୍ଥାତ୍ ଭଗବାନ ବିଷ୍ଣୁ ବା ଶ୍ରୀକୃଷ୍ଣ। କେବଳ ତାଙ୍କ କୃପାରୁ ହିଁ ଜୀବ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବ, ଅମର ହେବ। କିନ୍ତୁ ଏହି ମୃତ୍ୟୁ ପୁରୁଷର ବର୍ଣ୍ଣନା ଯଜ୍ଞେ ପ୍ରାଣୀଙ୍କ ନାଶାର୍ଥେ, ଏଇଟା ଟିକେ ଭୟ ଲାଗୁଛି ଶୁଣିବାକୁ। ଏହାର ପ୍ରକୃତ ମାନେ କ'ଣ? ମୃତ୍ୟୁ କ'ଣ ଗୋଟେ ଦଣ୍ଡ ଭଳି? ଦେଖନ୍ତୁ, ଦଣ୍ଡ କହିବା ଅପେକ୍ଷା ଏହାକୁ ଗୋଟେ ଅପରିହାର୍ଯ୍ୟ ପ୍ରକ୍ରିୟା କହିବା ବୋଧେ ଭଲ। ଯେମିତି ଆଗେ ଯଜ୍ଞରେ ପଶୁ ଆହୁତି ଦିଆଯାଉଥିଲା, ସେମିତି ଏଇ ଯେଉଁ ସୃଷ୍ଟିରୂପକ ମହାଯଜ୍ଞ, ସେଥିରେ ମୃତ୍ୟୁ ଗୋଟେ ଶକ୍ତି ବା ତତ୍ତ୍ୱ, ପୁରୁଷମାନେ ଏଠି ସେଇ ତତ୍ତ୍ୱ, ଯିଏ ପ୍ରାଣୀମାନଙ୍କର ଶରୀରକୁ ନାଶ କରେ। ଏହାର ଉଦ୍ଦେଶ୍ୟ ହେଉଛି ସୃଷ୍ଟିର ଭାରସାମ୍ୟ ରକ୍ଷା କରିବା ଆଉ ଆତ୍ମାକୁ ପୁରୁଣା ଶରୀରରୁ ମୁକ୍ତ କରି ନୂଆ ଯାତ୍ରା ପାଇଁ ପ୍ରସ୍ତୁତ କରିବା। ଆଉ ଏ ମୃତ୍ୟୁ କାହାରି ରାୟତ୍ତରେ ନୁହେଁ। ରାଜା ହେଉ କି ରଙ୍କ, ପଣ୍ଡିତ ହେଉ କି ମୂର୍ଖ, କେହି ଏହାକୁ ଏଡ଼େଇ ପାରିବେନି। ସମୟ ଆସିଲେ କ୍ଷଣେ କ୍ଷଣେ, ମାନେ ପ୍ରତି ମୁହୂର୍ତ୍ତରେ କୋଉଠି ନା କୋଉଠି କାହାକୁ ନା କାହାକୁ ସେ ଗ୍ରାସ କରୁଛି। ଏଇଟା ହିଁ ସୃଷ୍ଟିର ନିୟମ। ଆଚ୍ଛା, ଯଦି ମୃତ୍ୟୁ ଏତେ ନିଶ୍ଚିତ ଆଉ କାହାରି କଥା ମାନେନି, ତାହେଲେ ପ୍ରଶ୍ନ ଆସୁଛି, ଏହାର ଭୟରୁ ମୁକ୍ତି କେମିତି ମିଳିବ? ତାର ବାଟ କ'ଣ? ଆଗକୁ ବୋଧେ ସେଇ କଥା କୁହାଯାଇଛି, ଯାବତ୍ ଯମ ଏହିଠାରେ, ମୃତ୍ୟୁ ନୋହିବ ମର୍ତ୍ତ୍ୟପୁରେ। ସେ ମୃତ୍ୟୁମୁଖୁ ନିସ୍ତାରଣ କେବଳ ଶ୍ରୀକୃଷ୍ଣ ଶରଣ। କୃଷ୍ଣ ଭକ୍ତି ସୁଧାପାନେ, ଅମୃତ ପିହିତ ବଚନେ। ଦିନ ହରନ୍ତି ଦୁଃଖ ସୁଖେ, ତାହାଙ୍କୁ ନାରାୟଣ ରକ୍ଷେ। ହଁ, ଏଇଟା ହେଉଛି ପୁରା ଆଲୋଚନାର କେନ୍ଦ୍ର କଥା। ଯେପର୍ଯ୍ୟନ୍ତ ଯମରାଜ ବା ମୃତ୍ୟୁ ଏଇ ମର୍ତ୍ତ୍ୟଲୋକରେ ଅଛନ୍ତି, ଯେପର୍ଯ୍ୟନ୍ତ ଏଇ ସୃଷ୍ଟି ନିୟମ ଚାଲୁ ରହିଛି, ଶରୀରର ମୃତ୍ୟୁକୁ ଏଡ଼େଇବା ସମ୍ଭବ ନୁହେଁ। ଶରୀର ତ ନାଶ ହେବ ହିଁ ହେବ, କିନ୍ତୁ ମୃତ୍ୟୁର ଭୟ, ମୃତ୍ୟୁ ପରେ କ'ଣ ହେବ ସେ ଚିନ୍ତା, ବା ବାରମ୍ବାର ଜନ୍ମ ହେବାର ଯନ୍ତ୍ରଣା, ଏସବୁରୁ ମୁକୁଳିବାର କେବଳ ଗୋଟିଏ ହିଁ ବାଟ ଅଛି, ଆଉ ସେଇଟା ହେଉଛି ଶ୍ରୀକୃଷ୍ଣଙ୍କ ଶରଣ ଯିବା। ଦେଖନ୍ତୁ, ଏଠି କେବଳ ଶବ୍ଦଟା କେତେ ଗୁରୁତ୍ୱପୂର୍ଣ୍ଣ, ଆଉ କିଛି ବିକଳ୍ପ ନାହିଁ। ଆଚ୍ଛା, ଆଉ ସେ ଶରଣାଗତିର ରୂପ କେମିତି? ଏ ଯୋଉ କୁହାଗଲା, କୃଷ୍ଣା ଭକ୍ତି ସୁଧା ପାନେ, ଅମୃତ ପିହିତ ବଚନେ, ଏ ଦୁଇ ପଦକୁ ଆଉ ଟିକେ ବୁଝେଇ କହିବେ କି? ସୁଧାପାନ ଆଉ ଅମୃତ ବଚନ ମାନେ ପ୍ରକୃତିରେ କ'ଣ? ଏଠି ଦେଖନ୍ତୁ, ଭକ୍ତିର ଦୁଇଟା ମୁଖ୍ୟ ଦିଗ କୁହାଯାଇଛି, ଗୋଟେ ଭିତରର ଆଉ ଗୋଟେ ବାହାରର। କୃଷ୍ଣ ଭକ୍ତି ସୁଧା ପାନେ ମାନେ ହେଲା ହୃଦୟ ଭିତରେ କୃଷ୍ଣଙ୍କ ପାଇଁ ଯେଉଁ ପ୍ରେମ, ଯେଉଁ ବିଶ୍ୱାସ, ଯେଉଁ ସମର୍ପଣ ଭାବ, ତାକୁ ଅମୃତ ପରି ପିଇବା, ତାକୁ ନିଜ ଭିତରେ ଗ୍ରହଣ କରିବା, ନିଜ ସ୍ୱଭାବର ଅଂଶ କରିଦେବା। ଏଇଟା ଗୋଟେ ଆନ୍ତରିକ ଅନୁଭୂତି। ଆଉ ଅମୃତ ପିହିତ ବଚନ ହେଉଛି ସେଇ ଭିତର ଭାବର ବାହାର ପ୍ରକାଶ। ଭଗବାନଙ୍କ ଗୁଣ ଗାଇବା, ତାଙ୍କ ଲୀଳା କଥା କହିବା ବା ଶୁଣିବା, ଭାଗବତ ପଢ଼ିବା ବା ଶୁଣିବା, ଯେଉଁ କଥାଗୁଡ଼ିକ ଅମୃତ ଭଳି, ଯାହା ମନକୁ ଶାନ୍ତି ଦିଏ, ଆନନ୍ଦ ଦିଏ। ତାହେଲେ ଯେଉଁମାନେ ଏମିତି ଭାବରେ ଜୀବନ କାଟନ୍ତି, ସେମାନଙ୍କ ପାଖକୁ ଦୁଃଖ ଆସେନି କି? ଏଠି ତ କୁହାଯାଇଛି, ଦିନ ହରନ୍ତି ଦୁଃଖ ସୁଖେ। ନା, ଦୁଃଖ ନିଶ୍ଚୟ ଆସେ,
କାରଣ ଶନିର ଅଛି ମାନେ ଶାରୀରିକ କଷ୍ଟ ଆସିବ, ମାନସିକ ଦ୍ୱନ୍ଦ୍ୱ ବି ଆସିବ, ସମାଜରେ ବି ସମସ୍ୟା ଆସିପାରେ। ଭକ୍ତମାନେ କ'ଣ ଏଥିରୁ ବାଦ୍ ଯିବେ? କିନ୍ତୁ ହରଖ ଏତିକି ଯେ ସେମାନେ ସେ ସୁଖ ବା ଦୁଃଖରେ ବିଚଳିତ ହୁଅନ୍ତି ନାହିଁ। ସେମାନେ ଦୁଇଟାକୁ ହିଁ ଭଗବାନଙ୍କ ପ୍ରସାଦ ଭାବି ସମାନ ଭାବରେ ନିଅନ୍ତି, କାରଣ ତାଙ୍କ ମନଟା ଭଗବାନଙ୍କ ପାଖରେ ଲାଗି ରହିଥାଏ। ଜାଣିଛନ୍ତି, ଯେମିତି ପାଣିରେ ତେଲ ପଡ଼ିଲେ ମିଶେନି, ସେମିତି। ଆଉ ସବୁଠୁ ବଡ଼ କଥା ହେଲା, ତାଙ୍କୁ ନାରାୟଣ ରଖେ। ନିଜେ ଭଗବାନ ନାରାୟଣ ସେମାନଙ୍କର ସବୁ ଦାୟିତ୍ୱ ନିଅନ୍ତି, ସବୁ ବିପଦରୁ ରକ୍ଷା କରନ୍ତି। ଖାଲି ବାହାର ବିପଦ ନୁହଁ, ଭିତରର ପତନରୁ ବି ରକ୍ଷା କରନ୍ତି। ଏଇଟା ତ ଭକ୍ତିର ସବୁଠୁ ବଡ଼ ଆଶ୍ୱାସନା। ବାଃ! କିନ୍ତୁ ଦୁଃଖର କଥା, ସମସ୍ତେ ତ ଏଇ ଭଲ ବାଟଟା ଧରିପାରନ୍ତି ନାହିଁ। ବହୁତ ଲୋକ ଏଇ ସମୟର ମୂଲ୍ୟ ବୁଝନ୍ତିନି। ସେମାନଙ୍କ ବିଷୟରେ ବି ଆଗକୁ କୁହାଯାଇଛି ବୋଧେ, ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ, ନିଜ ଆୟୁଷ ନ ପ୍ରମାଣୀ, ନିରତେ ମନ୍ଦ କର୍ମ କରେ, ତାର ଆୟୁଷ ଏ ସଂସାରେ, ଅର୍ଦ୍ଧେ ହରଇ ନିଦ୍ରା ନିଶି, ଦିବସ ବ୍ୟର୍ଥ କର୍ମେ ଗ୍ରାସୀ। ଏଇଟା ସେଇ ଛିଦ୍ରଘଟ କଥାର ଆଉ ଗୋଟେ ଦିଗ। ଯୋଉ ଲୋକମାନଙ୍କର ବୁଦ୍ଧି ମନ୍ଦ, ମାନେ ସଂସାରର ଭୋଗ ବିଳାସରେ ଲାଗି ରହିଛି, ଯୋଉମାନଙ୍କର ଆଧ୍ୟାତ୍ମିକ ଚେତନା ଜାଗିନି, ସେମାନେ ନିଜ ଆୟୁଷର ଯୋଉ ସୀମା ତାକୁ ପ୍ରମାଣ କରନ୍ତିନି, ମାନେ ତାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନେ ଭାବନ୍ତି ଆହୁରି ବହୁତ ସମୟ ଅଛି, ଜୀବନ ଏମିତି ଚାଲିଥିବ, କାଲି କରିବା, ପରେ ଦେଖିବା, ଏମିତି ଭାବନ୍ତି। ଆଉ ସେମାନେ ଏଇ ଯୋଉ ଅମୂଲ୍ୟ ସମୟ ତାକୁ କେମିତି ନଷ୍ଟ କରନ୍ତି? ନିରତେ ମନ୍ଦ କର୍ମ କରେ, ଏହାର ମାନେ କେବଳ ଚୋରି ଡକାଇତି ବା ହିଂସା ନୁହେଁ। ଯେକୌଣସି କାମ ଯାହା ଆମକୁ ଭଗବାନଙ୍କଠାରୁ ଦୂରକୁ ନେଇଯାଏ, ଯାହା ଆମର ଆତ୍ମାର ଉନ୍ନତିରେ ବାଧା ଦିଏ, ସେସବୁ ବି ଏକ ପ୍ରକାର ମନ୍ଦ କର୍ମ। ବହୁତ ବେଶୀ ବିଷୟରେ ଆସକ୍ତ ରହିବା, ପରନିନ୍ଦା କରିବା, ଅହଙ୍କାର ଦେଖେଇବା, ବିନା କାରଣରେ ସମୟ କାଟିବା, ଏସବୁ ବି ସେଇଥିରେ ଯିବ। ଫଳରେ କ'ଣ ହୁଏ, ତାଙ୍କର ଯେତିକି ବି ଆୟୁଷ ଥାଏ, ତାର ଅଧା ତ ରାତିରେ ଶୋଇବାରେ ପଳାଏ। ସେଇଟା ତ ଶରୀର ପାଇଁ ଦରକାର, କିନ୍ତୁ ଏଇଟା ବି ଦେଖଉଛି ଯେ ଆମେ ଜାଗି ରହିଥିବା ସମୟ କେତେ କମ୍। ହଁ, ଆଉ ସେଇ ଜାଗ୍ରତ ଅବସ୍ଥାର ଯୋଉ ଦିନବେଳାର ସମୟ, ତାହା ବି ବ୍ୟର୍ଥ କର୍ମେ ଗ୍ରାସୀ। ଏଇଟା ତ ଆଜିକାଲି ସମାଜ ପାଇଁ ଗୋଟେ ବଡ଼ ଚେତାବନୀ ପରି ଲାଗୁଛି। ଏକଦମ ଏକଦମ। ବ୍ୟର୍ଥ କର୍ମ ମାନେ କ'ଣ? ଯୋଉ କାମର କିଛି ସ୍ଥାୟୀ ମୂଲ୍ୟ ନାହିଁ, ଯାହା ଖାଲି ସାମୂହିକ ମନୋରଞ୍ଜନ ପାଇଁ ବା କ୍ଷଣିକ ସୁଖ ପାଇଁ କରାଯାଏ, ଯାହା ଆମକୁ ଆମ ଜୀବନର ମୂଳ ଲକ୍ଷ୍ୟରୁ ଦୂରେଇ ନିଏ। ଆଜିକାଲିର ଯୋଉ ଡିଜିଟାଲ ଦୁନିଆ, ସେଥିରେ ଦେଖନ୍ତୁ କେତେ ସମୟ ଅଯଥାରେ ସୋସିଆଲ ମିଡିଆରେ, ମନୋରଞ୍ଜନରେ ବା ଅର୍ଥ ନଥିବା କାମରେ ଚାଲିଯାଉଛି। ଭାଗବତ ହଜାର ହଜାର ବର୍ଷ ଆଗରୁ ଏଇ ବିପଦ ବିଷୟରେ କହିଦେଇଛି। ଯୋଉ ମୂଲ୍ୟବାନ ସମୟକୁ ଆତ୍ମଚିନ୍ତନ, ଭଗବାନଙ୍କୁ ମନେ ପକେଇବା ବା ଭଲ କାମରେ ଲଗି ହୁଅନ୍ତା, ତାହା ଏମିତି ବେକାରରେ ଚାଲିଯାଉଛି, ଠିକ୍ ସେଇ କଣା ମାଠିଆରୁ ପାଣି ବୋହିଗଲା ପରି। ବାଃ! ଏତେ ଗଭୀର ଦାର୍ଶନିକ କଥା ପରେ କଥା ପୁଣି ମୂଳ ପ୍ରଶ୍ନ ପାଖକୁ ଫେରିଆସୁଛି। ମୁନିମାନେ ଏସବୁ ପଚାରିବା ପରେ ସୂତ ଗୋସ୍ୱାମୀଙ୍କର ପ୍ରତିକ୍ରିୟା କ'ଣ ଥିଲା? ଶେଷ ପଦଟା ସେଇ ବିଷୟରେ କହୁଛି। ଏମନ୍ତେ ମୁନିଙ୍କ ପ୍ରଶ୍ନେ ସୂତ କହନ୍ତି ତୋଷ ମନେ। ହଁ, ଏ ପଦଟା ବି ବହୁତ ମହତ୍ତ୍ୱପୂର୍ଣ୍ଣ। ଶୌନକାଦି ଋଷିମାନେ ଯୋଉ ପ୍ରଶ୍ନ ସବୁ ପଚାରିଲେ, ପରୀକ୍ଷିତଙ୍କ ଦିଗ୍ବିଜୟ, କଳିକୁ ବନ୍ଦୀ କରିବା, ଜୀବନର କ୍ଷଣଭଙ୍ଗୁରତା, ଭକ୍ତିର ମାର୍ଗ, ଏସବୁ କ'ଣ ଖାଲି କୌତୂହଳ ଥିଲା? ନା, ଏହା ଭିତରେ ପୁରା ମାନବ ସମାଜର କଲ୍ୟାଣ ପାଇଁ ଗଭୀର ଚିନ୍ତା ଥିଲା, ଜାଣିବାର ଆଗ୍ରହ ଥିଲା। ଏକଥା ବୁଝିପାରି ସୂତ ଗୋସ୍ୱାମୀ ତୋଷ ମାନେ ବହୁତ ସନ୍ତୁଷ୍ଟ ହେଇ ଆନନ୍ଦ ମନରେ ଉତ୍ତର ଦେବାକୁ ପ୍ରସ୍ତୁତ ହେଲେ। କାରଣ ଜଣେ ପ୍ରକୃତ ଜ୍ଞାନୀ ବା ଗୁରୁ କେତେବେଳେ ଖୁସି ହୁଅନ୍ତି? ଯେତେବେଳେ ତାଙ୍କୁ ଯୋଗ୍ୟ ଶିଷ୍ୟ ବା ଜିଜ୍ଞାସୁ ମିଳନ୍ତି, ଯେଉଁମାନେ ପ୍ରକୃତ ତତ୍ତ୍ୱ କଥା ଜାଣିବାକୁ ଚାହାନ୍ତି। ଏ ପ୍ରଶ୍ନଗୁଡ଼ିକ ସୂତମୁନିଙ୍କୁ ସେଇ ସୁଯୋଗ ଦେଲା। ତାହେଲେ ଏଇ ପଦଟା ଖାଲି ଗୋଟେ ଯୋଡ଼ିବା ପଦ ନୁହେଁ, ଏଇଟା ଜ୍ଞାନ ଆଦାନ ପ୍ରଦାନରେ ଯୋଉ ଆନନ୍ଦ ଥାଏ ତାକୁ ବି ଦେଖଉଛି। ଆଉ ଏଇଟା ଆମ ପରବର୍ତ୍ତୀ ଆଲୋଚନା ପାଇଁ ବାଟ ଖୋଲି ଦଉଛି, ଯୋଉଠି ଆମେ ସୂତ ମୁନିଙ୍କଠାରୁ ରାଜା ପରୀକ୍ଷିତ ଆଉ କଳିର କାହାଣୀ ଶୁଣିବା। ତେବେ ଆଜିର ଏହି ଗଭୀର ଆଲୋଚନାରେ ଆମେ ଓଡ଼ିଆ ଭାଗବତର 16 ଅଧ୍ୟାୟର କିଛି ଅମୂଲ୍ୟ ପଦକୁ ବୁଝିବାକୁ ଚେଷ୍ଟା କଲେ। ଆମେ ଦେଖିଲେ କେମିତି ଶୌନକ ଋଷିଙ୍କ ପ୍ରଶ୍ନଗୁଡ଼ିକ ଖାଲି ଗୋଟେ କାହାଣୀର ଆରମ୍ଭ ନୁହେଁ, ବରଂ ରାଜଧର୍ମ ଆଉ ନୈତିକତାର କେତେ ଜଟିଳ ଦିଗକୁ ଛୁଉଁଛି। ତା ସହିତ ସେହି ଛିଦ୍ରଘଟର ସରଳ କିନ୍ତୁ କେତେ ଶକ୍ତିଶାଳୀ ଉପମା ଦେଇ ଆମେ ଜୀବନର କ୍ଷଣସ୍ଥାୟିତ୍ୱ ଆଉ ସମୟର ମହତ୍ତ୍ୱକୁ ପୁଣି ଥରେ ଅନୁଭବ କଲେ। ଆଉ ମୃତ୍ୟୁ ଯେ ନିଶ୍ଚିତ ଆସିବ ଏବଂ ସେଥିରୁ ମୁକ୍ତିର ଏକମାତ୍ର ବାଟ ହେଉଛି ଶ୍ରୀକୃଷ୍ଣଙ୍କ ଶରଣ ଆଉ ଭକ୍ତି। ଏଇଟା ହିଁ ଥିଲା ଆଜି ଆଲୋଚନାର ମୁଖ୍ୟ କଥା। ହଁ, ନିଶ୍ଚିତ ଭାବରେ। ଏ ପଦଗୁଡ଼ିକ କ'ଣ ଖାଲି ହଜାର ହଜାର ବର୍ଷ ତଳର ଶ୍ଲୋକ? ନା, ଏଗୁଡ଼ିକ ଆଜି ବି ଆମ ଜୀବନ ପାଇଁ ସେତିକି ପ୍ରାସଙ୍ଗିକ।
ଏଗୁଡ଼ିକ ଆମକୁ ବାରମ୍ବାର ନିଜକୁ ପଚାରିବାକୁ ବାଧ୍ୟ କରେ, ଆମେ ଆମର ଏଇ ଯୋଉ ସୀମିତ ସମୟ, ଆମର ଶକ୍ତି, ଆମ ଚିନ୍ତା ଏସବୁକୁ କୋଉଠି ଲଗଉଛେ? କ'ଣ ଆମେ ସେଇ ମନ୍ଦବୁଦ୍ଧି ପ୍ରାଣୀଙ୍କ ପରି ଆୟୁଷକୁ ବେକାର କାମରେ ନଷ୍ଟ କରୁଛେ, ନା ସେହି ଭାଗ୍ୟବାନ ଭକ୍ତଙ୍କ ପରି କୃଷ୍ଣ ଭକ୍ତି ସୁଧାପାନ କରି ଜୀବନକୁ ସାର୍ଥକ କରିବାକୁ ଚେଷ୍ଟା କରୁଛେ? ଦେଖନ୍ତୁ, ଭାଗବତ କିଛି ଜଟିଳ କଥା କହୁନି, ଜୀବନ କେମିତି ବଞ୍ଚିବା ତାର ସରଳ କିନ୍ତୁ ଗଭୀର ସୂତ୍ର ଦେଉଛି। ବହୁତ ସୁନ୍ଦର ଭାବରେ ଆପଣ ଏହାର ସାର କଥା କହିଲେ। ଆଜିର ଏ ଆଲୋଚନା ନିଶ୍ଚୟ ଆମ ସମସ୍ତଙ୍କୁ କିଛି ନୂଆ କଥା ଭାବିବାକୁ ଶିଖେଇଥିବ। ଏ ବିଷୟରେ ଶ୍ରୋତାମାନଙ୍କର ମତାମତ କ'ଣ ତାହା ଜାଣିବାକୁ ଆମେ ବି ଆଗ୍ରହୀ। ତେଣୁ ନିଜର ଭକ୍ତିଭାବ ଜଣାଇବା ପାଇଁ ଆଉ ଆମ ଆଲୋଚନାକୁ ସମର୍ଥନ ଦେବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ନିଶ୍ଚୟ ଲେଖନ୍ତୁ। ଆଉ ଏହାପରେ କ'ଣ ହେଲା? ଶୌନକ ଋଷି ଯୋଉ ଗମ୍ଭୀର ପ୍ରଶ୍ନ ସବୁ ପଚାରିଥିଲେ, ତାର ଉତ୍ତରରେ ସୂତ ଗୋସ୍ୱାମୀ କ'ଣ କହିଲେ? ରାଜା ପରୀକ୍ଷିତ କେମିତି ଆଉ କାହିଁକି କଳିକୁ ସାମ୍ନା କଲେ? ସେଇ ରୋମାଞ୍ଚକର ଆଉ ଜ୍ଞାନଭରା କାହାଣୀ ଜାଣିବା ପାଇଁ ଆମର ପରବର୍ତ୍ତୀ ଆଲୋଚନାକୁ ଶୁଣିବାକୁ ଭୁଲିବେ ନାହିଁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।